নিয়া ধরুছে বাবা নিয়া সাংবাদিকକୁ মর্ডর করা পরে এই বিমারি ভୟରେ ফলে সাগরে মুখ খোলেনি বাবা হারাম দাদা বীরেন্দ্র সামন্তরায় ସବୁ ସତର୍କତା ପୋଲିସ ଆଗରେ କହି ମୋତେ ଅରେଷ୍ଟ କରେଇଲା ସେଥିରେ ଯଦି ମୋତେ ମିଛ କହିଥାନ୍ତା ତାହେଲେ ମୋତେ 2 ବର୍ଷ କାଳ ସେଇ ଜେଲର ଚାରିକାନ୍ଥ ଭିତରେ ରହିବାକୁ ପଡ଼ିନଥାନ୍ତା ବାବୁ। ଇରେ ଭଣଜା ତୋ ମାମୁଁ ଏଇ ବିଡ଼ିକା ସାହୁ ଯେତିକି ନେତା ମନ୍ତ୍ରୀକୁ ହାତରେ ରଖି ଆଇନ କାନୁନ ବଦଳେଇ ଏମିତି ଚକ ଚଲେଇଲି ଯେ ଯୋଉଥିପାଇଁ ତୁ ନିର୍ଦ୍ଦୋଷରେ ଖଲାସ ହେଇଗଲୁ। ହରିବିଦି ବାବୁ ବୀରେନ୍ଦ୍ର ସାମନ୍ତରାୟ ଠାରୁ ପ୍ରତିଶୋଧ ନେବି ପ୍ରତିଶୋଧ ବହୁ ବଳରେ ନହେଲେ ପୃଥି ବଳରେ ପ୍ରତିଶୋଧ ଦେବି ମାନେ ପ୍ରତିଶୋଧ ଦେବି ବାବୁ। ଇରେ ଭଣଜା ପାରିବୁନି ରେ ପାରିବୁନି। ଆରେ କଥାରେ ପରା ଅଛି ଚୁନୁ ମୁନିଆ କରେ କାର୍ଯ୍ୟ ବଡ଼ ବଡ଼ିଆ ଅଧିକ ଲାଜ। ଇରେ ଭଣଜା ତୁ କିଛି କରିପାରିବୁନି ରେ। ହଁ ବାବୁ ଭାଇ ଦେଖ ବାବୁ ଏବେ ମୁଁ କଣ କରୁଛି ଭାଇ ଦେଖ ଦେଖିବା। ଇରେ ଭଣଜା କଣ କରୁଛୁ କି ରେ? হ্যালো হবাই হবাই দেখি তো সারা কোর্টে অছো ভাই গান্ধীনগরে ভাই গান্ধীনগর তো সারা কোন করুছো ভাই আজি পরা মো জেলরে হেলে যাଉଛି ତମେ ଦୁଇଟା ଆସି ମୋତେ ରିସିଭ୍ କରିବା ଛାଡ଼ି ତମେ ଦୁଇଟା ସେଇ ଗାନ୍ଧୀନଗରରେ କ'ଣ କରୁଛ ବେ? ହଉ ହଉ ଠିକ୍ ଅଛି ଜଲ୍ଦି ଫେରି ଆସ ଭାଇ। ଆଜି ମୋ କହିବା କଥାଟା ତମେ ମନ ଦେଇକି ଶୁଣ ଭାଇ। ଆଜି ଯେମିତି ହେଲା ବୀରେନ୍ଦ୍ର ସାମନ୍ତରାୟକୁ ତମ ଜୀବନରୁ ମରିଦିଅ ଭାଇ। ହଁ ଭାଇ ହଁ এই বিদেশি গোটিয়ে সেই জেল ভিতরে 2 ବର୍ଷ কাল রক্ষিল সেই বীরেন্দ্র সামন্তরায়কে জীবনরে মারি দিও ভাই। ঠিক আছে রখুছি ভাই। দেখিল বাবু তম বনজার କରାମତି ଆଜିଠୁ ଦେଖ ତମ ବଣଜା କଣ କରୁଛି। ଇରେ ଭଣଜା ତୁ କାହାକୁ ଫୋନ କଲୁ କଣ କହିଲୁ? ମୁଁ ତ କିଛି ବୁଝିପାରିଲିନି ରେ। ତମେ ବୁଝିପାରିବନି ବାବୁ ତମେ ବୁଝିପାରିବନି। ବୀରେନ୍ଦ୍ର ସାମନ୍ତରାୟ ଆଜି ମଲା ପରେ ତା ସ୍ତ୍ରୀ ଆଉ ତା ଝିଅ ବିନ୍ଧ୍ୟ ସାମନ୍ତରାୟ ସମ୍ପୂର୍ଣ୍ଣ ଏକୁଟିଆ ହେଇଯିବେ ବାବୁ। ତାପରେ ସେ ବୀରେନ୍ଦ୍ର ସାମନ୍ତରାୟର ଅଚଳାଚଳ ସମ୍ପତ୍ତିର ମାଲିକ ହବ ବିଦେଶୀ। ଇରେ ଭଣଜା ମାନିଗଲି ରେ ଭଣଜା ମାନିଗଲି। ତ 2 ଟଙ୍କିଆ ମୁଣ୍ଡକୁ 3 ଟଙ୍କିଆ ବୁଦ୍ଧି ଅଛି ବୋଲି ଆକୁ ହିଁ କହନ୍ତି ଗୋଟେ ଗୁଳିରେ 2ଟା ଶିକାର। ବାବୁ ବୀରେନ୍ଦ୍ର ସାମନ୍ତରାୟ ଅଛି ମରିବ। ତାପରେ ବାବୁ ମୋ ଖେଳଟା ଧୀରେ ଧୀରେ କରିକି ଆରମ୍ଭ ହବ। ଭାଇମାନେ ଯେତେ ଭାଇମାନେ ଛିଡ଼ା ହେଇଛନ୍ତି ଦୟାକରି ବସି ପଡ଼ନ୍ତୁ। ଧନୁଜ ବାଜି ଏ ଭାଇ କହୁଛନ୍ତି ବାରମ୍ବାର ଗୁରୁ ଯେତେ ଛିଡ଼ା ହେଇଥିବା ଲୋକ ବସିବା ପାଇଁ କହୁ ବୋଲି। ଭାଇମାନେ ଦୟାକରି ବସି ପଡ଼ନ୍ତୁ।
ଆଉ ଯେତେ ମା ମାନେ ପଛଡ଼ା ଅଛନ୍ତି ତାଙ୍କେ ମଧ୍ୟ ବସିବାକୁ ଦିଅନ୍ତୁ। ଧନୁର୍ବାଜି ଏବଂ ରାଇବାଲି 100 ଟଙ୍କା ଅର୍ପଣ କରିଛନ୍ତି। ଧନ୍ୟବାଦ। ଝିଞ୍ଜିଗଡ଼ା କାହିଁକି ମତେ ମାରିବାକୁ ଚେଷ୍ଟା କରୁଛ? ଆରେ ତମ ସହିତ ମୋର କିଛି ବି ଶତ୍ରୁତା ନାହିଁ। ତମେ କିଏ? আবে হরাম দাদা আমি কে তুই জানিবার দরকার নাই বে। এইটি মরিবু বে আর তোতে মারিবার শেষ করে দেবে। ନିଜ ବାପା ବସ ଲୋକକୁ ଏମିତି ମାରଧର କରୁଛ ହେଇକି ଏଇ ଭଦ୍ରକ ଦାବରେ ହାତ ଉଠେଇବନି। ତୋ ବାପାଙ୍କ ତ ମନେ ପଡ଼ିଲାଣି। ତୁ ବିବେକକୁ ଟିକେ ବାଧା ଦେଲାଣି କେବେ? আমাকে যেতে পারি না শুনেই তোর রাস্তার তুই চল যাবে ନହେଲେ ଘଣ୍ଟା କରିବ। ମାରିବ ସାହେବ ଆପଣଙ୍କର କିଛି ହେଇନି ତ? ନା ମୋର କିଛି ହେଇନି। ମୁଁ ସମ୍ପୂର୍ଣ୍ଣ ଠିକ ଅଛି ସାହେବ। ସେମାନେ ଆପଣଙ୍କୁ ଏମିତି ବିଷୟ ଆସିଲେ ମାରିବା ଚର୍ଚ୍ଚା କରୁଥିଲେ କାହିଁକି? ଆଉ ସବୁ ସହର ଲୋକ ଦେଖିଲା ପରେ ବି କେହି ପ୍ରତିବାଦ କରୁନାହାନ୍ତି କାହିଁକି? ଏମାନେ କିଏ ସାହେବ? ଦେଖନ୍ତୁ ଏମାନେ କିଏ କାହିଁକି ମୋତେ ମାରିବାକୁ ଚେଷ୍ଟା କରୁଥିଲେ ଏ ବିଷୟରେ ମୁଁ କିଛି କହିପାରିବିନି। ହେଲେ ତମେ ଯଦି ଠିକ୍ ସମୟରେ ଆସି ପହଞ୍ଚି ନଥାନ୍ତ ତାହେଲେ ଗୁଣ୍ଡା 2 ଜଣ ମୋ ଜୀବନ ନେଇ ଯାଇଥାନ୍ତି। ହଁ ସାର୍, ଏମିତି ସମୟରେ ଦେବଦତ୍ତ ସାଜି ଆଜି ମୋ ଜୀବନ ବଞ୍ଚେଇ ଦେଇଛ। ତମେ କିଏ? ତମ ପରିଚୟ କ'ଣ? ବାବୁ ମୁଁ ହଉଛି ବିଶ୍ୱାସ। ଏ ମୋ ପୁଅ ବିଜୁ ଦିନେ ସଡ଼କ ଦୁର୍ଘଟଣାରେ ତା ମାମୁକୁ ଛାଡ଼ି ଆରପାରିକୁ ଚାଲିଗଲା ବାବୁ। ସେଇଥିପାଇଁ ବହୁତ ଦୁଃଖ କଷ୍ଟରେ ଚଢ଼ି ଆସୁଛୁ। ହେଲେ କେଇଟା ଦିନ ହବ ବେଳେ ବେଳେ ଛାତିରେ ଯନ୍ତ୍ରଣା ହୁଏ। ସେଇଥିପାଇଁ ମୋ ପୁଅ ବିଜୁ ବଡ଼ ଡକ୍ଟର ସହିତ ପରାମର୍ଶ କରିବାକୁ ଗାଁରୁ ସହରକୁ ନେଇ ଆସୁଛନ୍ତି ବାବୁ। ହେଲେ ଭଗବାନଙ୍କର ଦୟାରେ କାମଧନ୍ଦା ମିଳିଗଲେ ଏ ସହରରେ ସହଜରେ ରହିଥାନ୍ତୁ ବାବୁ। ତମ ଦେହ ଖରାପ, ତମେ ଭଲ ଡକ୍ଟର ସହିତ ପରାମର୍ଶ କରିବାକୁ ଗାଁରୁ ଏ ସହରକୁ ଆସିଛ ବାବୁ। ଆଉ ଏ ସହରରେ ତମ ପୁଅ ବିଜୁ ପାଇଁ କାମଧନ୍ଦା ଖୋଜୁଛ। ହଁ
କିଛି ଦରକାର ନାହିଁ ବାବୁ ତମେ ଆଜି ମୋ ଜୀବନ ବଞ୍ଚାଇ ମୋତେ ଯେଉଁ ଉପକାର କରିଛ ସେଥିପାଇଁ ତମେ ବାପ ପୁଅ ଦୁଇ ଜଣ ଆଜିଠାରୁ ମୋ ଘରେ ରହିବ ମୋରି ପାଖରେ ରହିବ ଆଉ ତମ ଦେହ ଭଲ କରିବା ଦାୟିତ୍ୱ ହେଉଛି ମୋର ନା କ'ଣ କହୁଛ ବିଜୁ? ନାହିଁ ସାହେବ ନାହିଁ ଆମେ ଦରେ ବତ ହୋଇ ବଞ୍ଚିବା ଚାହୁଁନୁ ମୁଁ ନିଜେ କାମ ଚିନ୍ତା କରି ରୋଜଗାର କରିବି ଆମ ବାପାଙ୍କୁ ଭଲ କରିବି ସାହେବ। ଠିକ୍ ଅଛି ବିଜୁ ତମେ ଯଦି ନିଜ ରୋଜଗାର ଟଙ୍କାରେ ନିଜ ବାପାଙ୍କୁ ଭଲ କରିବାକୁ ଚାହୁଁଛ ହଉ ସାର୍ ତାହେଲେ ମୁଁ ତୁମକୁ ଏଥିରେ ଗୋଟେ ସୁଯୋଗ ଦେଇପାରେ। ଏମିତିରେ ତମେ କି କାମ କରିପାରିବ ବିଜୁ? ବାବୁ ମୋ ପୁଅ ବିଜୁ ଆଗରୁ ବୋଲ ଡ୍ରାଇଭର କାମ କରୁଥିଲା ବାବୁ। କ'ଣ କହୁଛ? ତମ ପୁଅ ବିଜୁ ଡ୍ରାଇଭିଂ କାମ ଜାଣିଛି? ବାବୁ ଆରେ ଏ ତ ଖୁସିର କଥା। ଦେଖ ବିଜୁ ମୁଁ ବି ଅନେକ ଦିନ ହେଲା ଗୋଟେ ଭଲ ଡ୍ରାଇଭରଟେ ଖୋଜୁଥିଲି ମୋତେ ଆଉ ଡ୍ରାଇଭର ଖୋଜିବାକୁ ପଡ଼ିବନି। ତମେ ଯଦି ମୋ ପ୍ରସ୍ତାବରେ ରାଜି ହବ ତାହେଲେ ଆଜିଠାରୁ ମୋ ଘରେ ତମେ ଡ୍ରାଇଭର ଭାବେ କାମ କରିବ। ତମେ ମୋ କଥାରେ ରାଜି ତ? ସାହେବ ଆପଣ କହୁଛନ୍ତି ଯେତେବେଳେ ମୁଁ ରାଜି। ଦେଖ ବିଜୁ ଆଜିଠାରୁ ତମେ ମୋରି ଘରେ ରହିବ ମୋରି ପାଖରେ ରହିବ ଏମିତି ତମ ବାପା ବି ମୋ ପାଖରେ ରହିବ ମୋରି ଘରେ ରହିବ। ବାବୁ। ଆଉ ତମେ ମୋ ଘରେ ଡ୍ରାଇଭର ଭାବେ କାମ କରିବ। ବାବୁ ତମେ ଯାହା କହିବ ତାହା କରିବୁ ବାବୁ। ଠିକ୍ ଅଛି ତାହେଲେ ବିଜୁ। ଡେରି କାହିଁକି? ଆରେ ଚାଲନ୍ତୁ ମୋ ଘରକୁ ଯିବା। ବିଜୁ ବାବୁ କ'ଣ କହୁଛନ୍ତି ଶୁଣିପାରୁଛି ତ? ହଁ ବାପା ଚାଲ ବିଜୁ ଚାଲେ। ହଉ ଚାଲୁ ସାର୍ ଚାଲନ୍ତୁ ମୋ ଘରକୁ ଯିବା। হাতরে সংখ্যা চুড়ি মথা সিঁদুর নালী হাতরে সংখ্যা চুড়ি মথা সিঁদুর নালী কেবে পিন্ধিবি সাগরে মিলিব মো ভাগ্যরে কেবে পিন্ধিবি সাগরে মিলিব মো ভাগ্যরে হাতরে সংখ্যা চুড়ি মথা সিঁদুর নালী হাতরে সংখ্যা চুড়ি মথা সিঁদুর নালী কেবে পিন্ধিবি সাগরে মিলিব মো ভাগ্যরে কেবে পিন্ধিবি সাগরে মিলিব মো ভাগ্যরে মিলিব মো ভাগ্যরে
ଭଲ ଲାଗେ পুষ্টবন বহিলে মোর ওঢ়ণী উড়ি যায় রে যায় রে যায় রে সরমলতা পরি মতে লাজর ধরি যায় রে সরমিলতা পরি মতে লাজর ধরি যায় রে কানরে ঝুম 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 কানরে ঝুম 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 বাজে ঢোল বাজে রে মিলিব মো ভাগ্যরে হাতরে শঙ্খা চুড়ি মোথা সিঁদুর নাড়ি হাতরে শঙ্খা চুড়ি মোথা সিঁদুর নাড়ি বিলিবি সাগরে মিলিব মো ভাগ্যরে কেবে বিলিবি সাগরে মিলিবি মো ভাগ্যরে মিলিব মো ভাগ্যরে ষোড়টি বসন্ত বাছুই গলা মতেল 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 যৌবন আসিলা পরে লাগুছি এমিল নূয়া বসা বান্ধিবার বয়স আসিলা বাবা মা ঘর দ্বার ফিকা লাগে মতেল বাবা মা ঘর দ্বার ফিকা লাগে মতেল তাকে সিঁদুর শঙ্খা সাঙ্গ আসিছি মো ভাগ্যরে হাতরে শঙ্খা চুড়ি মোথা সিঁদুর নাড়ি হাতরে শঙ্খা চুড়ি মোথা সিঁদুর নাড়ি কেবে বিলিবি সাগরে মিলিব মো ভাগ্যরে কেবে বিলিবি সাগরে মিলিব মো ভাগ্যরে মিলিব মো ভাগ্যরে आमुके निछटे नहीं कले पकको काहेकटा केणचिल सेपटे तम ड्राइवर अपेक्षा करी विरक्त होतिबा जानिच सांग मते ना एमिति नई चरणा जंगल जगह बुलिबाको भारी भल लागेल हेलो बिंद्या देख सेपटे पर हंडे में उठेलानी वर्षा हबो बते जल्दी जिबा ए देखो वर्षा हल्ला ए गाड़ी कौन करना बिंद्या तुम गाड़ी पाखे दौड़
ଆଉ ବିଜୁକୁ କହିବ ସେ ଛତା ଧରିକି ଆସୁ ମୁଁ ଗଛ ପାଖରେ ଠିଆ ହେଇଥିବି ନା ବିଜୁ ହେଲା ଠିକ ଅଛି। ତମେ ବି ଆସିଲ ମୁଁ ପୁରା ବର୍ଷାରେ ପୁରା ଅଦା ହେଇଯାଇଛି ଅଦା। কথা কম কম বসছে ମୁଁ ଖୁସି ହେଲେ ତୁ ବି ଖୁସି लो ଚୁପ କର ଏମିତି କଥା କହିବାକୁ ତୋତେ କଣ ଟିକେ ଲାଜ ଲାଗୁନି? କିଟି ବିଟି ଅନ୍ଦରକୁ ଘଡ଼ଘଡ଼ିର ଶବ୍ଦ ସୁଲସୁଲିଆ ପବନକୁ ଝିପି ଝିପି ବର୍ଷା ସେଇ ବର୍ଷା ବିଜା ଦେହକୁ ଦେଖିଲେ ଲାଗୁଛି ସତ ଯେମିତି ଏ ଧରା ପୃଷ୍ଠରେ ହଲେଇ ଆସିଛି ସ୍ୱର୍ଗର ନିହ ପରି। ତୋର ଏତେ ସାହସ ଗୋଟେ ଝିଅ ପିଲାକୁ ଏମିତି ଅଭଦ୍ର ବ୍ୟବହାର କରିବାକୁ ତୋତେ କଣ ଟିକେ ଲାଜ ଲାଗୁନି? ମୁଁ କିଏ ତୁ ଜାଣିଛୁ ନା? ସବରେନ୍ଦ୍ର ସାମନ୍ତରାୟର ହୋଳି ଓଳେ ସୁକୁମାରୀ ରାଜା ଜେମା ବିନ୍ଧ୍ୟା ସାମନ୍ତରାୟ। ମୁଁ ଠିକ କହିଲି ନା? ଜାଣିଛୁ ଯଦି ଏଠାରୁ ଚାଲିଯା। ଚାଲିଯିବି? ନାଇଁ 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 ମୋ वाला गंगा कूलକୁ ଆସି ପାପ ନଦୀ ଚାଲିଯିବି। ନାଇଁ ନାଇଁ ତୁ ରାସ୍ତା ଛାଡ କହୁଛି। ମୋ ଗାଲରେ ପଡେ থাপ্পড় মারিল থাপ্পড় অজয় দেখ ওই বিদেশি তরে অবস্থা অবনতি করিব। हराम दादा तू मजला बसबे गटे निराशे इज्जत को बर्बाद करे चेष्टा करूछु। ମୋ କାମର ବାଧା କଥା ତ ରାସ୍ତାରେ ତ सोना पिला ପରେ ଚାଲି ଯାବା କଣ ତ ଧମକରେ अबे ଝିଅ ପିଲା ତଳ ହଟକରେ ମତେ କିନ୍ତୁ ଚେଷ୍ଟା କରନା ଭାଇ ଦମ ଅଛି ତ
ମୋ ସହିତ ସାମ୍ନା କରିକି ଦେଖିବି ସେ କଥା ଭକିର ବାଘ ଭକିର ବାଘର ଘାଟର ମାଂସ ଚଳେଇ ଦେବେ ଏ ବାଘଟା ମରିଯାଏ ପଛେ ଘାସ ଖାଇଦେବା ପାଇଁ ମାଂସ ଦରକାର କଞ୍ଚା ମାଂସ ଦରକାର আবে বুঝেছে তুমি ভিতরକୁ চিনি নেবে হাত লেগেবু তো ମୁଁ ତ ଏମିତି ମାରିବି ତ ମୁହଁରେ ରାକ୍ଷା ବଦଳି ଯିବ ଦେଖନ୍ତୁ ଏ ଜାଗାଟା ମୋର ଭୟ ନୁହେଁ ଆଉ ତମେ ଏପଟେ ବୁଲିବା ଚାଲି ଆସିଲ ତମ ସାଙ୍ଗମାନେ ବର୍ଷା ପୂର୍ବରୁ ମୋ ଗାଡ଼ି ବାଚ ପହଞ୍ଚିଗଲେ ହେଲେ ଏଠୁ ତମେ କଲ୍ କରିଥିଲ ସରି ଆଇ ଏମ୍ ଭେରି ଭେରି ସରି ମୋର ଭୁଲ ହେଇଗଲା ହଉ ହେଲା ବହୁତ ଡେରି ଗଲାଣି ଚାଲନ୍ତୁ ଯିବା ଚାଲ ହଉ ଚାଲନ୍ତୁ ରହିଯା ତୋ ପଛରେ ଧାଇ ମୁଁ ଯେତିକି ଚିକେନ ମଟନ ଖାଇଥିଲି ସବୁ ଖାଲି ହେଇଗଲା ଭଣଜା କଣ ହେଇଛି ଭଣଜା ଏମିତି ବାୟା କୁକୁର ପରି ହଉଛୁ ଭଣଜା ସହର ଅଞ୍ଚଳ ଏମିତି ମରିଲା ସହିଦ ପାଇଁ ମତେ ଘରେ କୁକୁର ପରିବାର ମାରିଲା ବାବା ସବୁ ଯୋଉ କଥାଟା ମୁଁ ପରେ ବୁଝିବି ବାବା সহিংস করব বড় বড় কৌশল নিজর করিবি বাবা নিজর করিবি রে ভজা পারিবুনি আরে কথারে পড়া ଅଛି গরজিলা মেঘ বরসে নাই ଆଉ ଭୁକିଲା କୁକୁର କାମୁଡ଼େ ନାହିଁ ହେଇ ମୋଟା ରଟା ହେଇଛୁ ପାଙ୍ଗୁଆ ଖାଇ ও বাবু হবে কোন করিব বাবু ওর কিন্তু ভিন্ডা দরকার বাবু ভিন্ডা দরকার ମିଳିଯିବ ଫଟକିରି ମିଳିବ ସଟକିରି ମିଳିବ ଫଟାଫଟ ମିଳିବ ହିରେ ଭଣଜା ଖାଲି ଠାରେ ଏମିତି ରାଉ ହେଲେ କିଛି କରିପାରିବୁନି ରେ କିଛି କରିପାରିବୁନି ও বাবু তবে কুয়া বাবু তবে যা কইব তা হি হব ହିରେ ଭଣଜା କଣ କରିବ କଥାରେ ପରା ଅଛି ଧୀର ପାଣି ପତର କାଟେ ଖାଲି ଠାରେ ଏମିତି ବାଣ ଫୁଟିଲା ପରି ଢୋଢା ହେଲେ କିଛି କରିପାରିବୁନି ରେ କିଛି କରିପାରିବୁନି তাহলে কো বাবু তাহলে কো আমি এবার পুଣି কଣ କରିବା ହିରେ ଭଣଜା ସେଦିନ ସେଇ ବୀରେନ୍ଦ୍ରକୁ ମାରିବ କଥା କହୁଥିଲୁ ସେଇ ବୀରେନ୍ଦ୍ର ତ ବଞ୍ଚିଗଲା ଭଣଜା କଣ ହେଲା ଭଣଜା କଣ ହେଲା ବାବୁ ଭଣଜା ସେଇଟା କୁହ ବାବୁ କଣ କଲେ ସେ ବୀରେନ୍ଦ୍ର ସାମନ୍ତରାୟକୁ ମାରିପାରିବା ମାରିବା ସହଜରେ ମାରିପାରିବା ମରିବ ସେ କଥାଟା କୁହ ବାବୁ ଇରେ ଭଣଜା
তো মামু এই বিড়িকা সাউ উপুকা মিলিলে পাঙ্গুয়া খাও হউথুব রাউ রাউ যা কইব তা হউ ইরে ভণজা তুমর গটে বলি ভণজারে মাত্র একমাত্র ভণজা তলে ছ নাই কি উপরে ন নাই মো আগকু নাই কি মো পছকু নাই ইরে ভণজা মু গোটে কথা কইবি শুনিবু কত বাবু জলদি কুহতু ইরে ভণজা বাবু পাখକୁ ଆ ଇରେ ଭଣଜା ଆମକୁ ଯେମିତି ହେଲେ ବି ସେଇ ବୀରେନ୍ଦ୍ର ଘରେ ଏଣ୍ଟ୍ରି କରିବାକୁ ପଡ଼ିବ ବୁଝିଲେ ତାପରେ ସେଇ ବୀରେନ୍ଦ୍ରକୁ ମାରି ତା ଯେତିକି ସମ୍ପତ୍ତି ବାଡ଼ି ଅଛି ଆମ ନାଁରେ କରିବାକୁ ପଡ଼ିବ ତାପରେ ତ ହାଇ 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 ମୋଟା ରୋଟା ହବା ବାଙ୍ଗୁଆ ଖାଇ বাবু ଭଣଜା বাবু ঠিক কইল বাবু ଭଣଜା বাবু ঠিক কইল সহদেব আমি বীরেন্দ্র সামন্তরায়କୁ ଆମ ନିଜ ଲୋକ ହେବା ପାଇଁ ଚେଷ୍ଟା କରିବା ଚେଷ୍ଟା କରିବା ତାପରେ ବାବୁ ନଈ ପଡ଼ିଥିବ ସେତିକି ବେଳେ ବିଦାୟ ମାରିବା ସେତିକି ବେଳେ ଆମ ଝିଅ ବିନ୍ଧିବା ପାଇଁ ଅନେକ ଜାଗାରେ ଭଲ ଭଲ ପ୍ରସ୍ତାବ ଆସୁଛି ଏମିତିରେ ଝିଅର ବୟସ ବି ହେଇଗଲାଣି ମୁଁ କ'ଣ କହୁଥିଲି କି ଉପଯୁକ୍ତ ପ୍ରସ୍ତାବଟା ଦେଖି ବିନ୍ଧ୍ୟାର ବାହାଘର ସାରିଦେବା ନା କ'ଣ କହୁଛ ବିନୟା ମୁଁ କ'ଣ କହୁଥିଲି କି ବିନ୍ୟା ଏବେ ପାଠ ପଢୁଛି ତା ପାଠ ପଢା ସରୁ ତାପରେ ତା ବାହାଘର କଥା ଚିନ୍ତା କରିବା ନା କ'ଣ କହୁଛ ଦରକାର ନାହିଁ ବିନୟା ଆମ ଝିଅ ବିନ୍ଧ୍ୟା ଯେତିକି ପାଠ ପଢ଼ିছে ସେତିକି ଯଥେଷ୍ଟ ଅଧିକା ପାଠ ପଢ଼ିବା କିଛି ଆବଶ୍ୟକ ନାହିଁ ଆରେ ଅଧିକା ପାଠ ପଢ଼ିବା ଭିତରେ କିଛି ଯଦି ଅଘଟଣ ଘଟିଯାଏ ତାହେଲେ ଦାୟୀ କିଏ ରହିବ ତମେ ନା ମୁଁ ନା ଏ ସମାଜ ଓହୋ ତମର ଯାହା ଇଚ୍ଛା ସେଇଆ କର ମୋର କିଛି କହିବାର ନାହିଁ ଏ ନିୟମ କିଛି ଗୋଟେ ଖାଇ ନିୟମ କ'ଣ ଗୋଟେ ଖାଇ ନିୟମ ବିଶ୍ୱାସ କାକା ନିୟମ তুমি মতো এমনি বিরক্ত করনি ମୁଁ ସେଟା ଖାଇବିନି ମାନେ ଖାଇବିନି 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 ଏ ନିୟମ କ'ଣ ଗୋଟେ ଖାଇ ନିୟମ ନିୟମ କାଲିଠୁ କିଛି ଖାଇନୁ ଏ ନିୟମ ଆରେ ମା ବିନ୍ଧ୍ୟା କ'ଣ ହେଇଛି ରେ ମା ମୋ ସୁନା ଝିଅଟା ଏମିତି କାହା ଉପରେ ରାଗି ଯାଇଛି ରେ ମା କ'ଣ ହେଇଛି अरे माँ बिंदिया मो सुना छेड़ा रागिछु बोली कौन खाइबुनी खाइने माँ? खाइदेला माँ खाइ दे खाइ माँ मु खाइबिनी माने खाइबिनी बिंदिया अरे हे माँ तू काहा ଉପରେ ଏମିତି ରାଗି ଯାଇ ଖିଆପିଆ କରୁନି ମୁଁ କ'ଣ ଜାଣିପାରେ କି ଆରେ ତୁ କିଛି କହୁନୁ ବିଶ୍ୱାସ କ'ଣ ହେଇଛି ବିଶ୍ୱାସ ଝିଅଟା କାହା ଉପରେ ଏମିତି ରାଗି ଯାଇ ଖିଆପିଆ କରୁନି କ'ଣ ହେଇଛି କଥା କ'ଣ କଥା କ'ଣ କି ସାନ୍ତେ ଇଣ୍ଡିଆ ମା ଦିଅମାଳି ଯିବା ପାଇଁ ବିଜୁକୁ କହିବାରୁ ବିଜୁ ଶାନ୍ତ ବିନା କୁଆଡ଼େ ଯିବା ପାଇଁ ମନା କରିବାରୁ ବିନ୍ଦିଆ ମା ରାଗିକି କିଛି ଖିଆପିଆ କରୁନାହାନ୍ତି ଶାନ୍ତ ଓହୋ ଝିଅଟା ତାହେଲେ କୋରାପୁଟର ଦେଓମାଳି ବୁଲିଯିବ ଏଇଥିପାଇଁ ଝିଅଟା ରାଗି ଯାଇଛି ବିଜୁକୁ କହିଛି ବିଜୁ କହିବାରୁ ବିଜୁ ମନା କରିବାରୁ ବିନ୍ଦିଆ ମା ରାଗିକି କିଛି ଖିଆପିଆ କରୁନାହାନ୍ତି ଶାନ୍ତ ଓହୋ ଦେଓମାଳି ଯିବା ପାଇଁ ବିଜୁକୁ କହିଛି ବିଜୁ ମନା କରିଛି ହଁ ସେଥିପାଇଁ ଝିଅଟା ରାଗି ଯାଇ ଖିଆପିଆ କରୁନି ନା ହଁ ସାର୍। ଆରେ ହେ ମା ବିଜୁ ତ ଯାହା କହିଛି ଠିକ କହିଛି ରେ ମା पापा तमे भी ताहेले ताहेले मते देवमाली जीवा पई अनुमति दियो बापा ହେ ମା प्लीज बापा ଏକୁଟିଆ ଯିବାଟା ଭଲ प्लीज ନୁହଁ ରେ ମା ଠିକ ଅଛି ରେ ମା ଠିକ ଅଛି ମୁଁ ତତେ ଅନୁମତି ଦେବି ରେ ମା ତତେ ବିଜୁ ଦେଓମାଳି ବୁଲେଇ ଆଣିବ तमे सत कहछ बापा ହଁ ରେ ମା ना मो देखुछि तोते भी से गल्ला करिबारु तो दिन को दिन छोट पिला हे जाउछु तू देवमाली जीवनी माने हां तू जीवनी ତମେ ଠିକ କହୁଛ ଶାନ୍ତେଣୀ
ଦେଓମାଳି ପୁଣି ଏତେ ଦୂର ବାଟ ବିଶ୍ୱାସ କାକା ମା ମୋର କିଛି ହବନି ଗାଡି ନାହିଁ ଏ ମା। ତମ ପବିଜୁ ମୋ ସହିତ ଏକୁଟିଆ ଯିବ। ଯିବାଟା ଭଲ ନୁହେଁ ରେ ମା ଆମେ ଭଲରେ ଯାଇ ଭଲରେ ଫେରି ଆସିବୁ ଏ ବିଶ୍ୱାସ ମା। କାକା ବାପା ତମେ ବିଜୁକୁ କୁହ ନା ବାପା ସେ ଆମକୁ ଦେଓମାଳି ବୁଲେଇ ଆଣିବ यस माय चाइल्ड मो बिजु को अनुमति देबी से तो निश्चय कोरापुटर देवमाली बोले आनिबा एथर खुशी ता ହଁ ବାପା ठीक अछि रे ए विश्वास शांत जा है। बिजु को कहिबु जा अरे साहंत डाकु अरे बिजु को पठेई देबु अरे जा ଠିକ ଅଛି ଶାନ୍ତେ ମୋ ପୁଅ ବିଜୁକୁ ପଠେଇ ଦେଉଛି अरे ठीक अछि जा अरे बाबिंदा बिजु आसले ताको मु कहिबी तते से निश्चय देवमाली बोले आनिबो ତମ ମୁଣ୍ଡ ଫୁଣ୍ଡ ଖରାପ ହେଇଗଲା ନା କଣ ତମେ ବି ଏକୁଟିଆ ଝିଅକୁ ପୁଣି ଡ୍ରାଇଭର ସହିତ ଦେଓମାଳି ଯିବା ପାଇଁ ଅନୁମତି ଦଉଛ साहेब मते लागिले कि अरे हे बिजु कथा कोन कि बिजु झेड़ा देखो जो केमिति रागी जाई जे काहे रागी जाई जानिजो काहे कि अरे से पर तो देवमाली बुले आनिबा को कहिछि तू ताको मना करिछु सेहित भाई झियोटा रागी जाई खेया पिया करूनी अरे मो कहूची आज तू फ्री अछु तो हाँ साहेब ताहले तमे देवमाली बुली आस साहेब सानो साहेब को देवमाली बुलेनी सत किंतु କିନ୍ତୁ ବିନ୍ଦୁ କିଛି ନାହିଁ ବାପାଙ୍କ ଅନୁମତି ମିଳି ସାରିଛି ତମେ ଦେଓମାଳି ବୁଲେଇ ଆଣିବ ठीक है साहेब ताहले चलंदु देख बिजु तो ऊपर मो भरोसा विश्वास करी मो झील को तो सहित देवमाली पठाऊची हाँ साहेब देखिकी गाड़ी ड्राइविंग करिवो हाँ साहेब आओ तमे शीघ्र जाई शीघ्र फेरी आसीबो जमारो डेरी करिवने ଠିକ ଅଛି ବାପା अरे बा तमे शीघ्र गले तो शीघ्र फेरी आसीबो ହଁ ବାପା ତାହେଲେ ଆମେ ଆସିଛୁ ବାପା हाँ ठीक अच्छे चलो देखो विनय झीटा दिन के दिन बहुत बुलाबुली करुच्ची केतबेले जे अन्य झील परी भूल रास्तार पाद दे ता बापा मार मान सम्मान सारी दब यही डरटा मत प्रति मुहूर्त घाइला करुच्ची खाली तारी खुशी पाई मु ताको किसी गारण कर पारुनी कहीं ना छ नाई कि न नाई गोटे बोली झील मोर ଖାଲି ତମରି ପାଇଁ ଖାଲି ତମରି ପାଇଁ ଝିଅଟାକୁ ତମେ ବେଶୀ ଗେଲା କରିବାରୁ ଝିଅଟାର ମୋ ବଢି ବଢି ଯାଉଛି ବୁଝିଲ ତ से मो डिसीजन नहीं सारी विनय एमती तो अनेक गुड़िए प्रस्ताव आसूची गोटे भल प्रस्ताव देखिए वर्षक भितर बिंदियार बाहाघर सारीदवा ଭିତର କୁ ଆସିପାରିବୁ କି ଆରେ ସାଙ୍ଗ अरे सांग व्हाट ए सरप्राइज आस विनय देख किए आसुचंती तुमको मो जहा कथा सब बेले कुहे ये होचते मो पिला दिन सांग विक्रम बलियार से ନମସ୍କାର आ अंके होचंती तांको धर्मपत्नी ନମସ୍କାର ନମସ୍କାର ଆସ ସମ୍ପିତର କଥା अरे सांग ସାଙ୍ଗ कौन नाई खबर नाई भाउज सहित हठात मो घर को कथा कौन सांग ସାଙ୍ଗ ଆମେ ଯୋଉ କଥା କହିବାକୁ ତମ ଘରକୁ ଆସିଛୁ ସେ କଥା କେମିତି କହିବି କ'ଣ କହିବି ମୁଁ କିଛି ଭାବି ପାରୁନି ସାଙ୍ଗ ମୁଁ କିଛି ଭାବି ପାରୁନି अरे एथिरे भाबिबार न भाबिबार कौन अच्छे सांग ସାଙ୍ଗ तू पर मो पिला दिन सांग ହଉ ସାଙ୍ଗ आ जो कथा कहवा पाई मो पाख को आसीच सेही कथा न कही कहीं तू संकोच करुचु अरे कह सांग कह कहीं एमती मो पाखे कौन काम पड़गला जे हठात भाउज सहित चली आसिल ସାଙ୍ଗ अरे कथा कौन कह ତାହେଲେ ତାହେଲେ ଶୁଣ ସାଙ୍ଗ ମୁଁ କହୁଛି ଶୁଣ अरे कह ଶୁଣ ସାଙ୍ଗ କହୁଛି तुम झियो हाथ मागे मन कर नाही दुख सुख बांटी नवा जुग जुग पाई तुम झियर हाथ मागे मन कर नाही दुख सुख बांटी नवा
ଯୁଗ ଯୁଗ ପାଇଁ ସାଙ୍ଗରୁ ସମତି ହବା ସାଙ୍ଗରୁ ସମତି ହବା ଥିଲ କଥା ଦେଇ ତୁମ ଝିଅ ହାତ ମାଗେ ମନା କର ନାହିଁ ଦୁଃଖ ସୁଖ ବାଣ୍ଟି ନବା ଯୁଗ ଯୁଗ ପାଇଁ ଦୁଃଖ ସୁଖ ବାଣ୍ଟି ନବା ଯୁଗ ଯୁଗ ପାଇଁ ଠାକୁର ଘରେ ଗୀତା ପଢ଼ିବ ଚଉରା ମୂଳେ ଦୀପ ଜାଳିବ ଶାଶୁ ଶ୍ୱଶୁର ମାନି ଚଳିବ ପିଠୁ ଲୋକଙ୍କୁ ପିଠ ବାଡ଼ିବ ମାର୍ଗଶିରରେ ମାଣ ବସେଇ ଲକ୍ଷ୍ମୀ ପୂଜିବ ରୁବାରେ ଯାଇ ପୁଅ ଝିଅର ଜନ୍ମ ଦେଇ ସେଦିନ କ୍ଷୀର କତାଟେ ଦେଇ ତିଥିବାର ଲଗ୍ନ ନେଇ ତିଥିବାର ଲଗ୍ନ ନେଇ ବହୁ କରିଲେ ମୋହି ତୁମ ଝିଅ ହାତ ମାଗେ ମନା କର ନାହିଁ ଦୁଃଖ ସୁଖ ବାଣ୍ଟି ନବା ଯୁଗ ଯୁଗ ପାଇଁ ଦୁଃଖ ସୁଖ ବାଣ୍ଟି ନବା কথাটা শুনি মনা করিবনি সাঙ্গ মনা করিবনি আমাকে বহুত কষ্ট লাগিব ଆମେ ବହୁତ ଆଶା ନେଇ ତମ ଘରକୁ ଆସିଛୁ ତମ ଝିଅ ଆମ ପୁଅ ବିନୋଦ ପାଇଁ ବୋହୁ କରି ନେଇଯିବୁ ତମେ ମନା କରିବନି ଆମେ କାହିଁକି ମନା କରିବୁ ନାଇଁ ନାଇଁ ଆମେ ମନା କରିବୁନି ନା କ'ଣ କହୁଛ ତମେ আরে হে সাঙ্গ সাঙ্গ তু কেমিতি ভাবিনেলু সাঙ্গ তো মোহর এই কথাটা শুনিলা পরে মো কোন মনা করি পারিবি সাঙ্গ আরে কিছু সময় পূর্বরু আমি বিন্দিয়ার বাহাঘর বিষয়ে কথা হউথিলু ও সাঙ্গ তুমি ভাউজ সহিত হঠাৎ মো ঘরକୁ আসি পৌঁছি গল সাঙ্গ পুଣି এমিতি গোটে প্রস্তাব নেইকি ও সাঙ্গ আরে এমিতি গোটে ভালো প্রস্তাবକୁ মো হাত ছড়াই করিবি কাইকি সাঙ্গ মো কথা দউছি সাঙ্গ মো ঝিଅ নিশ্চয় তোম ঘরକୁ বউ ହେଇକି ଯିବ ও সাঙ্গ সাঙ্গ তাইলে আমি বহুত খুশি সাঙ্গ বহুত খুশি আরে মো কোন দুঃখ করুছি তু যেତିକି খুশি তাঠাରୁ ମୁଁ ଦି ଗୁଣ ଖୁସି ସାଙ୍ଗ କାହିଁକି ଜାଣିଛୁ ଆରେ ଆଗରୁ ଆମେ ସାଙ୍ଗ ହେଇକି ଥିଲୁ ବର୍ତ୍ତମାନ ଆମେ ସମୁଦି ମୁଁ କାହିଁକି ମନା କରିବି ଦେଖ ଭାଉଜ ତମେ ବହୁତ ଆଶା ନେଇ ମୋ ଘରକୁ ଆସିଛ ନା ମୁଁ ତମ ଆଶାକୁ କେବେ ବି ନିରାଶା କରିବିନି ମୁଁ ମୋ ଝିଅ ତମ ଘରେ ନିଶ୍ଚୟ ବୋଉ ହେଇକି ଯିବ ନା କ'ଣ କହୁଛ ଦେଇଦେବ ଦେଖ ଆମେ ଏ ବାହାଘର ବିଷୟରେ ଘରେ ବସି ଆଲୋଚନା କରିବା ହଉ ସାଙ୍ଗ ଚାଲ ଘର ଭିତରକୁ ଚାଲ ଏ ବିନୟ ଏତେ ଦିନ ପରେ ଆସିଛ ଯଦି ଖିଆପିଆ କରିକି ଯିବ ଆଉ ଚାଲ ଘର ଭିତରକୁ ଚାଲ
আমার দেহ মালি দেখি দেখা বলি বলি সবনে সুন্দর বলি আইবে লোক দেখু বলি এটা আমার দেহ মালি দেখি দেখা বলি বলি সবনে সুন্দর বলি আইবে লোক দেখু বলি গতলতা ঠেলা ঠেলি মালে মালে ফড় ফড়ি গতলতা ঠেলা ঠেলি মালে মালে ফড় ফড়ি টগর শহরে বলি দেখি দেখা বলি বলি এটা আমাদের মালি দেখি দেখা বলি বলি দেখি দেখা বলি বলি টাকাই পকাইলাস রে টকিমান হ্যাঁ কাহিଁକି ତମେ ବନ୍ଦ କରିଦେଲ ଏ କୋରାପୁଟିଆ ନାଚ ଗୀତ ଦେଖିବାକୁ ମତେ ଭାରି ଭଲ ଲାଗେ ସାନ ସାଇବାଣୀ ତମେ କେ ନାଚିବ ଏ ନନି ତମେ ଆଇବା ପାଇଁ ଏକା ଆମର ଡ୍ୟାନ୍ସ ବନ୍ଦ କରିଦେଲୁ ଆମର ସଙ୍ଗେ ଡଗାଇ ସାକି ଆମର ସଙ୍ଗେ ଜାନା ବୋଲି ଆଶା ନହେଲେ ନ ଆଶା ଏ ଟକିମାନ ଆମର ସଙ୍ଗେ ଡଗାଇବେ କୋନ ରେ ए चुकी आमर कोरापुटिया जनता नाचो की आले आते बे सिखाई देबू आ बाबा আমার ଆମେ ଆମର ଓଡ଼ିଶାର ଉଚ୍ଚା ପର୍ବତ এটা কায়ে দেওমালি জয়পুর থান আমরা গলা বেলে বাটে পড়োশি কুন্দুলি সান বড় পর্বত পালি পালি বলি আশা বাবু ডাকিলেলি গাড়ি ঘোড়ার নে আশা বগি করি নইলে আশা চালি চারি আমার ওড়িশার উচ্চা পর্বত এটা কায়ে দেওমালি জয়পুর থান আমরা গলা বেলে বাটে পড়োশি সিন্দুরি সানা বড় পর্বত পালি পালি বলি আশা বাবু ডাকি দেলি গাড়ি ঘোড়া রে আশা বগি করি নলে আশা চালি চালি গাড়ি ঘোড়া রে আশা বগি করি নলে আশা চালি চালি বদল ঠেলা ঠেলি মালে মালে ফল ফড়ি বদল ঠেলা ঠেলি মালে মালে ফল ফড়ি টগর চহতে বলি দেখে দেখা বুলি বুলি এটা আমাদের মালি দেখে দেখা বুলি বুলি দেখে দেখা বুলি বুলি
सबले उठिया आमर खादी मांडिया पकोनाके पूजा विधि करी मारी बुआ में मुंडिया डोंगर पर्वत आमर बसा पत खाई कांदा कुलिया निरह निर्माया बड़े दयावंत नौकुट कपटिया आमे तोरा पुटिया सबले उटिया आमर खाती मांडिया आमे तोरा पुटिया सबले उटिया आमर खाती मांडिया कुटुंब कोनाके पूजा विधि करी मारे आमे मुंडिया डोंगर पर्वत आमर बसा पत खाई कांदा कुलिया डोंगर पर्वत आमर बसा पत खाई कांदा कुलिया निरह निर्माया बड़े दयावंत नौकुट कपटिया कतल काठेला टेली माले माले फल पड़ी कतल काठेला टेली माले माले फल पड़ी टगर सहटे मरी देखी देखा बुली बुली এটা আমাদের মালি দেখি দেখা বুলি বুলি দেখি দেখা বুলি বুলি ଦେହମାଳି ହେଉଛି ସୌନ୍ଦର୍ଯ୍ୟ ଅନୁଭବର ତେନ୍ତୁଳିଶାଳ। ଏଠି ଯିଏ ଥରେ ଆସେ ନା ସେ ଆଉ ଫେରିଯିବାକୁ ଜମାରୁ ଇଚ୍ଛା ହିଁ କରେ ନା। ଦେଓମାଳି ପର୍ବତର ଶିଖରେ ଠିଆ ହୋଇ ଏଇ ଚାରିଆଡ଼େ ଦେଖିଲେ ଲାଗୁଛି ସତେ ଯେମିତି ଏଠାରେ ଆକାଶ ଓ ପର୍ବତର ମିଳନ ହେଉଛି। ସୋ ବ୍ୟୁଟିଫୁଲ। ମତେ ତ ଯିବା ପାଇଁ ଜମାରୁ ଇଚ୍ଛା ହିଁ ଲାଗୁନି। ସାନ ସାଇବାଣୀ ଏଥର ମନ ଶାନ୍ତି ହେଲା ତ? ତମେ ତ ଦେଓମାଳିର ସୌନ୍ଦର୍ଯ୍ୟକୁ ଉପଭୋଗ କରିସାରିଛ, ଏବେ ଚାଲନ୍ତୁ ଯିବା। ବିଜୁ ଏ ଦେଓମାଳି ବୁଲି ଆସିବାର କାରଣ କ'ଣ ତୁ ଜାଣିଛୁ? ହଁ, ଏ ଦେଓମାଳି ହେଉଛି ଆମ ଏଇ ଓଡ଼ିଶାର ସବୁଠୁ ଉଚ୍ଚ ପର୍ବତ। ଏଠାରେ ସମସ୍ତେ ଏ ଦେଓମାଳି ସୌନ୍ଦର୍ଯ୍ୟ ଉପଭୋଗ କରିବା ଆସନ୍ତି। ସେ ସବୁ ନୁହେଁ ବିଜୁ, ମୁଁ ତମକୁ ମୋର କିଛି କହିବାର ଅଛି। କ'ଣ କହୁନ? ମୁଁ କ'ଣ ମନା କରୁଛି? କ'ଣ କହିବି, କେମିତି କହିବି, ଆଉ କୋଉଠୁ ଆରମ୍ଭ କରିବି? ହଁ, ଆଉ କେମିତି ଆରମ୍ଭ କରିବି? ଦେଖ, ଯାହା କରିବାର ଅଛି ଜଲ୍ଦି କହ, ଆମ ପାଖରେ ଜମା ସମୟ ନାହିଁ। ସେମାନେ ସାଇସାଇବାଣୀ ବହୁତ ବ୍ୟସ୍ତ ହେଉଥିବେ। ମୁଁ କ'ଣ କହୁଥିଲି କି ବିଜୁ? କ'ଣ କୁହ? ମୁଁ ତମକୁ ଭଲ ପାଏ। ଓ এই কথা କହିବା ଏତେ ସମୟ? ଆରେ ଭାলোবাসাକୁ ସମସ୍ତେ ଭଲ ପାଆନ୍ତି। ମୁଁ ବି এই ସମସ୍ତଙ୍କୁ ଭଲ ପାଏ। ମଣିଷ ମଣିଷ ଭିତରେ ଯଦି ଭଲ ନଥାଏ
ତାହେଲେ ଏ ଦୁନିଆ ବଞ୍ଚି ରହିବ କେମିତି? ସେ ଭଲ ପାଇବା ଅଲଗା ବିଜୁ। ମହୁମାଛି ଯେମିତି ଫୁଲକୁ ଭଲ ପାଏ, ନଦୀ ଯେମିତି ସାଗରକୁ ଭଲ ପାଏ, ମୟୂର ଯେମିତି ମେଘକୁ ଭଲ ପାଏ, ତମକୁ ମୁଁ ଠିକ୍ ସେହିପରି ଭଲ ପାଏ ବିଜୁ। ତମକୁ ଦେଖିଲା ପରେ କାହିଁକି କେଜାଣେ ମୋ ମନ ଯୌବନ ତମ ଛୁଆ ପାଇବା ପାଇଁ ବ୍ୟାକୁଳ ହେଉଛି ବିଜୁ। ମୁଁ ତମକୁ ମୋ ଜୀବନ ସାଥୀ କରିବାକୁ ଚାହେଁ ବିଜୁ। ହଁ, ମଣିଷ ଯାହା ଚାହେଁ ତା ପାଇନା ସାଂସବାଣୀ। ତମର ମୋର ଭିତରେ ଆକାଶ ତଳ ଫରକ ଅଛି। ସାଂସବାଣୀ ମୁଁ ତ ଭଲ ପାରିବିନି, ଚାଳିଶ ସାହେବଙ୍କ ସହିତ ବେଇମାନି କରିପାରିବିନି। ତମେ ଏତେ ନିଷ୍ଠୁର? ଗୋଟିଏ ଝିଅ ପିଲାର ମନ କଥାକୁ ତମେ ବୁଝିପାରିଲନି। ତମେ ଯଦି ମତେ ଭଲ ପାଇବନି ତାହେଲେ ସତ କହୁଛି ବିଜୁ, ରେମାଳି ପର୍ବତରେ ମୁଁ ସବୁଦିନ ପାଇଁ ଲୀନ ହେଇଯିବି ଲୀନ। ତମେ ଯାଉଛ ତା କରିବାର। ତାହେଲେ ତମେ ଚାଲିଯାଅ। ଠିକ ଅଛି, ମୁଁ ତାହେଲେ ଯାଉଛି। ବିଜୁ ସାଂସବାଣୀ ତୁ କଣ କରୁଛ? ସାଂସବାଣୀ ତମେ ସବୁ କଣ କରୁଛ? ଅଲଗା କରୁଛି ନା, ମୁଁ ଜମାରୁ ବୁଲେଇବିନି। ତମକୁ ଖରାପ ଜାଣିଛ କଣ? ଆରେ ଅଲଗା କରୁଛି। ନା କହିଲି ପରା, ମୁଁ ଜମାରୁ ବୁଲେଇବିନି। ତମେ ମତେ ଭଲ ପାଇବ କି ନାହିଁ ସେଇଟା ଆଗେ କୁହ, ନହେଲେ ମୁଁ ସତରେ ଡେଇଁ ପଡ଼ିବି। ତମେ ସବୁ କଣ କରୁଛ? ତମକୁ ଟିକେ ଲାଜ ଲାଗୁନି? ଛି, ତମେ ମତେ ଭଲ ପାଇବ କି ନାହିଁ ସେଇଟା ଆଗେ କୁହ ମ, ନହେଲେ ମୁଁ ସତରେ ଡେଇଁ ପଡ଼ିବି। আর না হাই করছে প্লিজ তুমি জমা সেମିତି কহনি। আরে অলগা করছে না, ମୁଁ ଜମାରୁ ବୁଲେଇବିନି। ତମେ ମତେ ଭଲ ପାଇବ କି ନାହିଁ ସେଇଟା ଆଗେ କୁହ, ନହେଲେ ସତରେ ଡେଇଁ ପଡ଼ିବି। ଦେଖ ସାଂସବାଣୀ ମୁଁ ତମকে ভালো পারিবি না, পারিবিনি। ତାହେଲେ ତ ମୁଁ ସତରେ ଡେଇଁ ପଡ଼ିବି ବିଜୁ। আর না হাই সাংসবাণী না হে ଡେଇଁଲି আর না হাই করছে। ଡେଇଁଲି আর কেমিতে বুঝাই তমকু ସତରେ ଡେଇଁ ପଡ଼ିବି ବିଜୁ। আরে কেমিতে ସତରେ বুঝাই ଡେଇଁ ପଡ଼ିବି। আর না হাই করছে। ତମେ ମତେ ଭଲ ପାଇବ କି ନାହିଁ ସେଇଟା ଆଗେ କୁହ, কখন কহিবি? ନହେଲେ ସତରେ ଡେଇଁ ପଡ଼ିବି। আর না হাই সাংসবাণী প্লিজ অলগা করছে। আর না হে আরে ଡେଇଁଲି ବିଜୁ, ଡେଇଁଲି। তাহলে ঠিক আছে সাংসবাণী ମୁଁ ତୁମ କଥାରେ ରାଜି। ମୁଁ ତ ଭଲ ପାଏ ଏଥର ଲ। ତାହେଲେ ମତେ ଆଇ ଲଭ୍ ୟୁ ବୋଲି କୁହ। କହୁଛ ନା ନାହିଁ ମ, ନହେଲେ ମୁଁ ସତରେ ଡେଇଁ ପଡ଼ିବି। ଆରେ ତମେ ସବୁ କଣ କରୁଛ? ତମେ ଟିକେ ଲାଜ ଲାଗୁନି? ତମେ କହୁଛ ନା ନାହିଁ? ଆଇ ଲଭ୍ ୟୁ ସାଂସବାଣୀ, ଆଇ ଲଭ୍ ୟୁ ପ୍ଲିଜ ଏଥର ତ ଲ। ତମେ ସତ କହୁଛ ବିଜୁ? ହଁ ସାଂସବାଣୀ ମୁଁ ତାକୁ ଭଲ ପାଏ। ଆଉ ଥରେ କୁହ ନା ବିଜୁ ଆଇ ଲଭ୍ ୟୁ ବୋଲି। ମୁଁ ଆଉ ଥରେ ଶୁଣିବାକୁ ଚାହୁଁଛି। ପ୍ଲିଜ୍ ପ୍ଲିଜ୍ ବିଜୁ ପ୍ଲିଜ୍, ଆଉ ଥରୁଟିଏ କୁହ ନା, ଆଉ ଥରୁଟିଏ। ଆଇ ଲଭ୍ ୟୁ ସାଂସବାଣୀ, ଆଇ ଲଭ୍ ୟୁ। ତାହେଲେ ମତେ ସାନ ସାଇବାଣୀ ନ କହି ଥରେ ମତେ ବିନ୍ଦିଆ ବୋଲି କୁହ ନା ବିଜୁ। ଥରୁଟିଏ ମତେ ବିନ୍ଦିଆ ବୋଲି କୁହ ନା। বিন্দ্যা বিন্দ্যা আই লভ ইউ, আই লভ ইউ বিন্দ্যা, আই লভ ইউ। I love you, Biju. I love you. আরে